ଅନେକ ସମୟରେ ମନରେ ଗୋଟେ ପ୍ରଶ୍ନ ଉଠେ ଆମେମାନେ ଏତେ ସହଜରେ କେମିତି ପାପରେ ପଡ଼ିଯାଇପାରୁ। ମୁଁ ଆମ ପ୍ରତ୍ୟେକ ଜଣଙ୍କୁ କହିବାକୁ ଚାହେଁ ପାପରେ ପଡ଼ିବା ଅବା ନ ପଡ଼ିବା ନିର୍ଭର କରେ ଯେ ଆମେ ବିଜୟୀର ଜୀବନ କାଟିବା ପାଇଁ କେତେ ପ୍ରାଣପଣ କରୁଛୁ। ପବିତ୍ର ବାଇବଲ କହେ ଯେ ତୁମେମାନେ ଏକ ଆତ୍ମିକ ଯୁଦ୍ଧ ମଧ୍ୟରେ ଅଛ, ଏଣୁ ତୁମେମାନେ ସ୍ୱର୍ଗୀୟ ସଜ୍ଜା ପରିଧାନ କର। ଶିରସ୍ତ୍ରାଣ ଥାଉ, ଉରସ୍ତ୍ରାଣ ଥାଉ, ବାକ୍ୟ ଅର୍ଥାତ୍ ଆତ୍ମାଙ୍କ ଖଡ଼ଗ ଥାଉ। କିନ୍ତୁ ବହୁତ ସମୟରେ ଯେ ପ୍ରକାର ଦାଉଦ ପାପରେ ପଡ଼ିଗଲେ ଆମେ ସେହି ପ୍ରକାର ଜୀବନ କାଟିଥାଉ। ଭୀଷଣ ଯୁଦ୍ଧ ଚାଲିଛି। ବାଇବଲ କହୁଛି ରାଜା ଦାଉଦ ଆପଣା ଖଟରେ ଶୋଇ କଡ଼ ଲେଉଟଉଛନ୍ତି। କଡ଼ ଲେଉଟଉ ଲେଉଟଉ ଆଉ ଭଲ ଲାଗିଲାନି, ଛାତ ଉପରକୁ ଚାଲିଗଲେ। ଛାତ ଉପରେ ବୁଲୁ ବୁଲୁ ବେତ୍ସବାକୁ ଦେଖିଲେ। ସରିଗଲା କଥା। ଆଜ୍ଞା, ଆତ୍ମିକ ଯୁଦ୍ଧରେ ଅଛୁ। ପ୍ରଭୁ ଯୀଶୁଖ୍ରୀଷ୍ଟ କୁହନ୍ତି ତୁମେମାନେ ପରୀକ୍ଷାରେ ଯେପରି ପଡ଼ି ନ ଯାଅ, ଏଥିପାଇଁ ଜାଗି ରହି ପ୍ରାର୍ଥନା କର। ଯେଉଁମାନେ ଜାଗି ରହି ପ୍ରାର୍ଥନା କରନ୍ତି ନାହିଁ, କଡ଼ ଲେଉଟଉଥାନ୍ତି, କାଲି ପ୍ରାର୍ଥନା କରିବି, ସେମାନେ ସହଜରେ ପାପରେ ପଡ଼ିଯାଆନ୍ତି, ବିଜୟୀ ହେଇପାରନ୍ତି ନାହିଁ। ଏଣୁ ଆମେମାନେ ଆପଣା ଆପଣା ବିଷୟରେ ସଚେତନ ହେଉ, ଯେପରି ଆମମାନେ ପାପରେ ପଡ଼ିଯିବା ନାହିଁ, ମାତ୍ର ପ୍ରଭୁ ଯୀଶୁଙ୍କ ସହ ସର୍ବତ୍ର ଭାବରେ ବିଜୟୀ ହେବା। ପ୍ରଭୁ ସହାୟ ହୁଅନ୍ତୁ। ଆମେନ୍।